ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦୋକାନ ବଜାର ଗାଡ଼ି ଚଳାଚଳ ବନ୍ଦ। ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାରେ କଂଗ୍ରେସ ସମେତ 8ଟି ଦଳ ପକ୍ଷରୁ ନ୍ୟାୟ ଦାବି କରି ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ଗୁରୁବାର ଫୁଲବାଣୀ ସହରର ସମସ୍ତ ଦୋକାନ ବଜାର, ପେଟ୍ରୋଲ ପମ୍ପ, ସ୍କୁଲ, କଲେଜ, ବ୍ୟାଙ୍କ ସମେତ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। କେତେକ ସ୍ଥାନରେ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ଥିବା ଲକ୍ଷ୍ୟ କରାଯାଇଥିଲା। ସକାଳୁ ସକାଳୁ କଂଗ୍ରେସ ଜିଲ୍ଲା ସଂଯୋଜକ ଚନ୍ଦ୍ରଶେଖର ପରିଡ଼ାଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ହେମନ୍ତ କର, ରଜତ ମହାନ୍ତି, ଯୁବନେତା ବସନ୍ତ କୁମାର ପାଢ଼ୀ, ଶ୍ରମିକ ନେତା ଘନ କୁମାର ଶବରଙ୍କ ସମେତ ବହୁ କଂଗ୍ରେସ କର୍ମୀ ବାଇକ୍ ରାଲିରେ ବାହାରି ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସେହିପରି ଜିଲ୍ଲାର ବାଲିଗୁଡ଼ା, ଉଦୟଗିରି, ଦାରିଙ୍ଗିବାଡ଼ି, ରାଇକିଆ, ଟିକାବାଲି ସମେତ ସମସ୍ତ ବ୍ଲକରେ ଦୋକାନ ବଜାର ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା। ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରାଯାଇଛି। କନ୍ଧମାଳ ଜିଲ୍ଲାରୁ ସୁନୀଲ ପଟ୍ଟନାୟକଙ୍କ ରିପୋର୍ଟ, ONI ନ୍ୟୁଜ୍।